ओम नमो भगवते वासुदेवाय। एकविंशोऽध्याय। मैत्रेय उवाच। एबे हो ଶୁଣ ବିଷ୍ଣୁ ଗାଥା, କହିବି ପୃଥୁ ଯଜ୍ଞ କଥା। ମିଳି ସକଳ ମୁନି ଜନେ, ସନ୍ତୋଷେ ପୃଥୁ ସନ୍ନିଧାନେ। ଯଜ୍ଞ କରିଣ ଉଦବେଗେ, ସର୍ବସମ୍ଭାର ନାନା ଭାବେ। ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ, ସୁପ୍ରାଚୀ ସରସ୍ୱତୀ ତୀର୍ଥେ। ଇନ୍ଦ୍ରାଦି ସର୍ବଦେବେ ଆସି, ଯଜ୍ଞ ଉତ୍ସବ ଘରେ ପଶି। ସେ ଯଜ୍ଞେ ଯଜ୍ଞପତି ହରି, ମନ୍ତ୍ର ଆଧାନେ ତାକୁ ବରି। ଶଙ୍କର ପଦ୍ମଯୋନି ମୂଳେ, ମିଳି ସକଳ ଦିଗପାଳେ। ଗନ୍ଧର୍ବ ଅପ୍ସରା ଗଣେ, ମୁନୀନ୍ଦ୍ର ବେଦ ଉଚ୍ଚାରଣେ। ଆନନ୍ଦେ ନୃତ୍ୟ ଗୀତେ ସ୍ତୁତି, ସିଦ୍ଧ ଗୁହ୍ୟକ ପନ୍ତି ପନ୍ତି। ଦାନବ କିନ୍ନର ସକଳେ, ସେ ଯଜ୍ଞେ ମିଳିଲେ ଗହଳେ। ସେ ପୃଥୁ ରାଜେ ବସୁମତୀ, ବତ୍ସାସୁରରେ ପ୍ରିୟବତୀ। କାମଧେନୁର ପ୍ରାୟ ହୋଇ, ସର୍ବ ସମ୍ପଦ ଦେଲା ମହି। ନଦୀ ଯେ ଦୁଗ୍ଧ ରସ ଜଳେ, ସଧିରେ ବହନ୍ତି କଲ୍ଲୋଳେ। ଘୃତ ସଂଯୋଗ ଦଧିୟନେ, ତୋଷେ ଭୁଞ୍ଜନ୍ତି ସର୍ବଜନେ। ସର୍ବବୃକ୍ଷରେ ମଧୁପନ୍ତି, ଜିମୁତେ ପ୍ରାୟ ବରଷନ୍ତି। ସମୁଦ୍ର ନାନା ରତ୍ନେ ପୂରି, ଗର୍ଜନ୍ତି ଉଲ୍ଲୋଳେ ଲହରୀ। ସର୍ବତ୍ର ତୋଷି ଦୁଗ୍ଧ ଅନ୍ନ, ଦେଇ ରଞ୍ଜିଲେ ପୃଥୁ ମନ। ଲୋକପାଳଙ୍କ ଲୋକ ତୁଲେ, ସର୍ବସମ୍ଭାର ଶସ୍ୟ ତୁଲେ। ଯଜ୍ଞ କରଣ ବିଷ୍ଣୁ ଅର୍ଥେ, ସର୍ବ ସମ୍ପାଦିଲେ ସମସ୍ତେ। ପୃଥୁର ଯଜ୍ଞାରମ୍ଭେ ଚାହିଁ, ବାସବ ମନେ ବିଚାରଇ। ଏ ପୃଥୁ ଶତତ୍ରତୁ କଲେ, ଲଭିବ ଇନ୍ଦ୍ର ପଦ ଭଲେ। ମୋର ସମ୍ପଦ ଯିବ ନାଶ, ଏମନ୍ତ ବୋଲି ଛାଡ଼େ ଶ୍ୱାସ। ଯଜ୍ଞର କିଛି ଦିନ ଅନ୍ତେ, ଆତ୍ମାର ହିତ ଚିନ୍ତି ଚିତ୍ତେ। ଯଜ୍ଞ ପଶୁକୁ ହରି ନେଲା, ନିଜ ଭୁବନେ ବିଜେ କଲା। ଆକାଶ ମାର୍ଗେ ଇନ୍ଦ୍ର ଗଲା, ପାଷାଣ୍ଡ ଧର୍ମ ଆଚରିଲା। ଧର୍ମେ ବିଭ୍ରମ ତାର ମନ, ସଭୟ ଚିତ୍ତେ ଛନ ଛନ। ଅତ୍ରି ଯେ ଥିଲେ ଯଜ୍ଞଶାଳେ, ଅଶ୍ୱର ହରଣ ଜାଣିଲେ। ପୃଥୁପୁତ୍ରକୁ ରାଇ ବେଗେ, ଇନ୍ଦ୍ରର କର୍ମ ତାଙ୍କ ଆଗେ। କହିଲେ ଅଶ୍ୱହର ବାଣୀ, ପୃଥୁନନ୍ଦନ ତାହା ଶୁଣି। ଧନୁକ ଶର ଘେନି ହସ୍ତେ, ବେଗେ ଧାଇଁଲା ଶୂନ୍ୟ ପଥେ। ଡାକଇ ରହ ରହ ବାଣୀ, ସଭଏ ଇନ୍ଦ୍ର ତାହା ଶୁଣି। ନିଜ ଶରୀର ଛିନ୍ନ କଲା, ଜଟିଳ ରୂପ ପ୍ରକାଶିଲା। ଭସ୍ମଭୂଷିତ ବେଶ ଚାହିଁ, ପୃଥୁନନ୍ଦନ ବିଚାରଇ। ଜଟିଳ ଭସ୍ମ ଏହା ଗାତ୍ରେ, ଏହାକୁ ମାରିବି କେମନ୍ତେ। ଏମନ୍ତ ମନେ ବିଚାରିଲା, ଇନ୍ଦ୍ରକୁ ବାଟ ନ ଛାଡ଼ିଲା। ତାର ରହିବା ପଥ ଦେଖି, ଅତ୍ରି ଯଜ୍ଞଶାଳ ଉପେକ୍ଷି। ଡାକଇ ମାର ମାର ବେଗେ, ତା ଶୁଣି ଇନ୍ଦ୍ର ଶୂନେ ମାର୍ଗେ।
ଭୟେ ଚାହିଁଲା ଦଶ ଦିଶେ, ସ୍ୱଭାବେ କେହି ନାହିଁ ପାଶେ। କହଇ ଇନ୍ଦ୍ର ବେଗେ ମାର, ସ୍ୱଭାବେ ଯଜ୍ଞ ଅଶ୍ୱଚୋର। ଏମନ୍ତ ଅତ୍ରିର ବଚନେ, ଜାଣି ଧାଇଁଲା କୋପ ମନେ। ଧାମଇ ଅତି କ୍ରୋଧ କରି, ହସ୍ତିକି ଯେସନେ କେଶରୀ। ବାସବ ଦେଖି ତ୍ରାସ ମନେ, ଅଶ୍ୱକୁ ଛାଡ଼ି ଅନ୍ତର୍ଦ୍ଧାନେ। ହୋଇଲା ଶୂନ୍ୟ ମଧ୍ୟେ ଯାଇ, ପୃଥୁନନ୍ଦନ ବିଚାରଇ। ପରଶୁ ଘେନି ମହାରୋଷେ, ଇନ୍ଦ୍ରଙ୍କୁ ଚାହେଁ ଦଶ ଦିଶେ। ନ ଦେଖି ପୁଣ ଯଜ୍ଞ ସ୍ଥାନେ, ମିଳିଲା ଅତ୍ରି ସନ୍ନିଧାନେ। ତାହାଙ୍କୁ ରଜୁ ହସ୍ତେ ଧରି, ଅତ୍ରି ଚରଣେ ନମସ୍କାରି। ତାର ଅଦ୍ଭୁତ କର୍ମ ଦେଖି, ମୁନିଏ ନାମ ଉପଲଖି। ବିଷ୍ଣୁ ଉଚାରି ପୁଣ୍ୟ ଧାମ, ଦେଲେ ଯେ ବିଜିତାଶ୍ୱ ନାମ। ଏମନ୍ତେ ରଜନୀ ପ୍ରବେଶେ, ଇନ୍ଦ୍ର ଯେ ମିଳି ଯଜ୍ଞ ଦେଶେ। ବିଚାରି ଅନ୍ଧକାର ଛଳେ, ଅଶ୍ୱକୁ ପୁଣି ନେଲା ବଳେ। ଯଜ୍ଞର ଉପତଳେ ଛଳେ, ରହିଲା ସୁବର୍ଣ୍ଣ ରଜୁରେ। ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ, ତ୍ରାସେ ପଳାଇ ଇନ୍ଦ୍ର ବେଗେ। ଅତ୍ରି ପୃଥର ମୁଖ ଚାହିଁ, ବୋଇଲେ ଅଶ୍ୱ ଆଣ ଯାଇ। ତା ଶୁଣି ହସ୍ତେ ଧନୁ ଧରି, ଧାଇଁଲା ଘୋର ନାଦ କରି। ଡାକଇ ରହ ରହ ବାଣୀ, ତାର ବଚନ ଇନ୍ଦ୍ର ଶୁଣି। ପଥେ ଅଶ୍ୱକୁ ଛାଡ଼ିଛନେ, ଦକ୍ଷିଣେ ଗଲା ଅନ୍ତର୍ଦ୍ଧାନେ। ପୁଣି ସେ ଅଶ୍ୱ ଧରି କରେ, ବେଗେ ମିଳିଲା ଦ୍ୱାରେ ଦ୍ୱାରେ। ପାଷାଣ୍ଡ ଜନ ସେହି ମତେ, ରୂପ ପ୍ରକାଶିଲେ ଜଗତେ। ପୃଥୁର ଯଜ୍ଞ ଘର ସ୍ଥାନେ, ଇନ୍ଦ୍ରର ଯେତେ ରୂପ ଛନେ। ପାଷାଣ୍ଡ ସେହି ରୂପ ଚିନ୍ତି, ଅଧର୍ମ ଧର୍ମ ବିଚାରନ୍ତି। କେ ଲଗ୍ନ ରକ୍ତ ପଟ ଧରେ, କେ ଭସ୍ମ ଭୂଷଣ ଶରୀରେ। ଅଧର୍ମ ମାର୍ଗ ଆଚରନ୍ତି, ଆତ୍ମାର ହିତ ନ କରନ୍ତି। ପାଷାଣ୍ଡ ମାର୍ଗେ ଥାଇ ନିର୍ତ୍ତେ, ଭୂଷଣ ଦେଇ ବେଦ ପଥେ। ତାହାଙ୍କ ମତ ଯେ କରନ୍ତି, ଅନ୍ତେ ନରକେ ପ୍ରବେଶନ୍ତି। ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ, ଛନେ ଧଇଲା ରୂପ ଯେତେ। ସେ ରୂପେ ପ୍ରକାଶି ପାଷାଣ୍ଡେ, ନିଗମ ନିନ୍ଦିଲେ ବ୍ରହ୍ମାଣ୍ଡେ। ସେ କଥା ଶୁଣି ପୃଥୁ କୋପେ, ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ। ଇନ୍ଦ୍ର ମାରଣେ କୋପ କରି, ନିଜ କୋଦଣ୍ଡ କରେ ଧରି। କୋପନ୍ତେ ଅରୁଣ ନୟନ, ପ୍ରଚଣ୍ଡ ବିରାଜେ ବଦନ। ପୃଥୁ ଗମନ ଦେଖି ରଣେ, ବେଗେ ଚଳିଲେ ବିପ୍ରଗଣେ। ଇନ୍ଦ୍ରର ହିତ ଚିତ୍ତେ ରହି, କହନ୍ତି ପୃଥୁ ମୁଖ ଚାହିଁ। ଶୁଣ ହେ ପୃଥୁ ଧର୍ମ କଥା, ଆଗମ ନିଗମ ଯେ ପ୍ରଥା। ଦେବଙ୍କ ଦେହେ ଇନ୍ଦ୍ର ତେଜେ, ସେ ତେଜେ ଦେବ ଯଜ୍ଞ ଭୁଞ୍ଜେ। ଏଣୁ ଇନ୍ଦ୍ରକୁ ଜାଗେ ବରି, ମନ୍ତ୍ରେ ଅନଳେ ହୋମ କରି। ସୃଷ୍ଟି ପାଳନେ ଏ କାରଣ, ଏ ଭାବେ ସଂସାର ଧାରଣ। ଇନ୍ଦ୍ରରେ କୋପ ତୁ ସଂହର, ଆମ୍ଭର ବାକ୍ୟ ଚିତ୍ତେ ଧର। ଏମନ୍ତେ କହି ମୁନିଗଣେ,
ବ୍ରହ୍ମା ମିଳିଲେ ତତ୍କ୍ଷଣେ ପୃଥୁବଦନ ଚାହିଁ ଧୀରେ କହନ୍ତି ବଚନ ଗଭୀରେ ବ୍ରହ୍ମବାଚ ଏ ଇନ୍ଦ୍ର ନାରାୟଣ ତନୁ ଏହାକୁ କୋପ ଛାଡ଼ ମନୁ ଏହାର ଦେହେ ସର୍ବଦେବେ ନିର୍ତ୍ତ ବସନ୍ତି ଯଜ୍ଞ ଭାବେ ଆହୁତି ଯାର ମୁଖେ ଦେଇ ତାହାକୁ କୋପ ନ ଯୋଗାଇ ଏହାକୁ କୋପ ତୁ ନ କର ଯଜ୍ଞ ପୁରୁଷ ଅର୍ଥେ ବର ଏ ଧର୍ମ ପରମ କାରଣ ଅଶେଷ ସୃଷ୍ଟିର ଧାରଣ ଏ ଯଜ୍ଞ ଦ୍ରୋହ କର୍ମ କଲା ପାଷାଣ୍ଡ ପଥ ବିଚାରିଲା ପାଷାଣ୍ଡ ଉଦ୍ଧାରିବା ଅର୍ଥେ ତୋ ଅବତାର ଏ ଜଗତେ ବେଣୁର ଦେହେ ଯେତେ ଦୋଷ ତୋ ଜନ୍ମ କଲା ତାହା ନାଶ ତୁ ଏହା ମୋର ବୋଲ କର ପାଷାଣ୍ଡ ସୃଷ୍ଟି କି ଉଦ୍ଧର ଏମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପ ଛାଡ଼ି ମନେ ଯୋଗେ ତୋଷିଲେ ସର୍ବଜନେ ଅନ୍ନ ବସନ ଜଳ ଦାନେ ସେ ବିପ୍ର ଜନେ ହୋଇ ତୋଷ ପୃଥୁକୁ କରନ୍ତି ଆଶିଷ ବ୍ରହ୍ମବାଚ ତୋର ବଚନେ ସର୍ବଦେବେ ତୋଷ ହୋଇଲେ ଯଜ୍ଞ ଭାବେ ଏମନ୍ତ କହି ପଦ୍ମଜୋନି ସଙ୍ଗେ ସକଳ ବିପ୍ର ଘେନି ମୈତ୍ରେୟ ବାଚ ତକ୍ଷଣେ ଗଲେ ନିଜ ସ୍ଥାନେ ଶୁଣ ବିଦୁର ତୋଷ ମନେ ପଥୁ ଯଜ୍ଞଙ୍କୁ ଭଗବାନ ଇନ୍ଦ୍ର ସହିତେ ଆଗମନ କରି ପୂଜନ୍ତି ସେହି ହେଳେ ରାଜାକୁ ଏପରି କହିଲେ ଶ୍ରୀ ଭଗବାନ ବାଚ ଇନ୍ଦ୍ର ତୁମ୍ଭର ବିଘ୍ନ କଲା ଏବେ ସେ କ୍ଷମା ଯେ ଚାହିଁଲା ଏହାକୁ କ୍ଷମା ଦିଅ ତୁମ୍ଭେ ଶୁଣ ଯା କହୁଛି ପ୍ରସ୍ତାବେ ସୁବୁଦ୍ଧି ସାଧୁ ଯେ ପ୍ରଧାନ ହିଂସା ନ କରେ କଦାଚନ ଏପରି ଜ୍ଞାନ ତାଙ୍କ ଅଛି ଶରୀର ଆତ୍ମା ନୁହେଁ କିଛି ପୁରୁଷ ମାନେ ତୁମ୍ଭ ତୁଲେ ଦୈବୀ ମାୟାରେ ମୁଗ୍ଧ ହେଲେ ବୃଦ୍ଧ ସେ ବାଜେ ଦୀର୍ଘ କାଳ ହୁଅଇ ନିଶ୍ଚଳ ନିର୍ମଳ ବୃଦ୍ଧ ସେ ବାଜେ ଦୀର୍ଘ କାଳ ହୁଅଇ ନିଶ୍ଚୟ ନିଷ୍ଫଳ ବିଦ୍ୱାନ ପୁରୁଷ ଦେହକୁ ଅବିଦ୍ୟା କାମ୍ୟ କର୍ମ ତାକୁ ଆର୍ବଦ୍ଧ ବୋଲି ଜାଣି ଭଲେ ନୁହନ୍ତି ଆସକ୍ତ ତହିଁରେ ଏହି ଯେ ଆତ୍ମା ଦେହୁ ଭିନ୍ନ ଆତ୍ମା ଯେ ଏକଇ ନିର୍ଗୁଣ ଆତ୍ମା ଯେ ଅଟେ ସର୍ବବ୍ୟାପୀ ପୁଣି ସେ ଅଟେ ସାକ୍ଷୀ ରୂପୀ ଏହା ଯେ ଜାଣଇ ନିଶ୍ଚୟ ସେ କରେ ସଦା ଆତ୍ମାଲୟ ନିଷ୍କାମ ଶ୍ରଦ୍ଧାନ୍ୱିତ ହୋଇ ମୋର ଭଜନ ଯେ କରଇ କ୍ରମ କ୍ରମରେ ତାର ମନ ମୋଠାରେ ହୁଅଇ ପ୍ରସନ୍ନ ମନ ପ୍ରସନ୍ନ ତାର ହେଲେ ତତ୍ତ୍ୱଦର୍ଶୀ ସେ ହୁଏ ଭଲେ ଏହି ଆତ୍ମାକୁ ଯେଉଁମାନେ ଦେହ ଇନ୍ଦ୍ରିୟ କର୍ମ ଜ୍ଞାନେ ମନର ଅଧ୍ୟକ୍ଷ ଜାଣନ୍ତି ସକଳ ଦୁଃଖ ସେ ତରନ୍ତି ଶୋକାଦି ଦ୍ୱାରା ସେହିମାନେ ବ୍ୟଥିତ ନୁହନ୍ତି ଅଜ୍ଞାନେ ହେ ରାଜା ତୁମ୍ଭେ ଜ୍ଞାନୀ ଅଟ ସୁଖ ଦୁଃଖରେ ସମ ଅଟ ସବୁରେ ସମବୁଦ୍ଧି ହୋଇ ପ୍ରଜା ପାଳନ କର ତୁହି ଏକାକୀ କି ରୂପେ ପାଳିବୁ ଏକଥା ମନେ ନ ଭାବିବୁ ମୁଁ ତୋର ରାଜ୍ୟାଙ୍ଗ ପ୍ରସ୍ତୁତ
କରି ରଖିଛି ମନ୍ତ୍ରୀ ସାଥ। ତାହାଙ୍କ ସଙ୍ଗେ ମିଳି ତୁହି ପ୍ରଜା ପାଳନ କର ଯାଇ। ପ୍ରଜାଏ ପୁଣ୍ୟ ଅନୁଷ୍ଠାନ କଲେ ତହିଁର ଭାଗ ଜାଣ। ରାଜା ଯେ ପରଲୋକେ ପାନ୍ତି ଷଷ୍ଠ ବିଭାଗ ନାହିଁ ଭ୍ରାନ୍ତି। ଯେ ରାଜା ପ୍ରଜାକୁ ନ ପାଳେ ତାହାର ପୁଣ୍ୟ ହରି ବଳେ। ପ୍ରଜାଏ ନିଅନ୍ତି ଯେ ଜାଣ ଏଥିରେ ଅନ୍ୟଥା ନ ମଣ। ତୋର ଗୃହରେ ତୁ ଦେଖିବୁ ଏଥିରେ ଆନନ ଭାବିବୁ। ଏଥିରେ ତୋର ମନ ଥିଲେ ସିଦ୍ଧ ମହିଷ ଆଦି ତୁଲେ। ହେ ରାଜା ତୋର ସଦଗୁଣେ ବଶ ହୋଇଛି ଏହି କ୍ଷଣେ। ଯେ ବରେ ତୋର ଇଚ୍ଛା ହୁଏ ମାଗିଲେ ଦେବି ମୁଁ ନିଶ୍ଚଏ। ଯଜ୍ଞ ତପସ୍ୟା ଯୋଗାଦିରେ ପ୍ରାପ୍ୟ ମୁଁ ନୁହଁଇ ସଂସାରେ। ଯାହାର ଭେଦ ଜ୍ଞାନ ନାହିଁ ତାହା ନିକଟେ ଥାଏ ମୋହି। ମୈତ୍ରେୟ ଉବାଚ। ରାଜା ପ୍ରଭୁଙ୍କ ଆଜ୍ଞାମାନ ମସ୍ତକେ କଲା ଯେ ଧାରଣ। ଇନ୍ଦ୍ରଦେବ ଯେ ସମୟେ ଆପଣା ଦୋଷେ ଲଜ୍ଜା ପାଏ। ରାଜାଙ୍କୁ କ୍ଷମା ସେ ମାଗିଲା ତାହାଙ୍କ ଚରଣ ଛୁଇଁଲା। ପୃଥୁ ଯେ ତହିଁ ଆଲିଙ୍ଗନ କରି ତୋଷିଲେ ଇନ୍ଦ୍ର ମନ। ଏ ଅନ୍ତେ ପ୍ରଭୁ ଭଗବାନ ଉଦ୍ୟମ କଲେ ସେ ପ୍ରସ୍ଥାନ। କିନ୍ତୁ ପୃଥୁକୁ ବର ଦେବା ଅଭିପ୍ରାୟରେ ହେଲେ ଉଭା। ଏ ଅବସରେ ପୃଥୁ ରାଜା ବହୁ ପ୍ରକାଶେ କଲା ପୂଜା। ଭକ୍ତି ସହିତ ସେ ଚରଣ କମଳ କଲା ସେ ଧାରଣ। ସେ ପଦ୍ମ ପଳାଶ ଲୋଚନ କୃପା ଯେ କଲେ ବରଷଣ। ପୃଥୁ ତାହାଙ୍କ ଦରଶନ ସ୍ତବକରଣେ କଲା ମନ। ଲୋଚନ ଅଶ୍ରୁରେ ପୂରଣ ହେବାରୁ ନ କଲା ଦର୍ଶନ। ବାଷ୍ପରେ ଗଦ ଗଦ ହେଲା ସ୍ତୁତି ଯେ କରି ନ ପାରିଲା। ତୃଷ୍ଣି ଭାବରେ ରହି କରି ଆଲିଙ୍ଗେ ପୃଥୁ ଯେ ଶ୍ରୀହରି। ଚକ୍ଷୁରୁ ଜଳ ପୋଛି କରି ପୃଥୁ ଯେ ଚାହିଁଲା ଶ୍ରୀହରି। ଶ୍ରୀହରି ଆପଣା ଚରଣ ସ୍ଥାପିଲେ ଭୂମିରେ ଯେ ଜାଣ। ଗରୁଡ଼ ସ୍କନ୍ଧେ ହାତ ଦେଇ ଉଭା ହୋଇଲେ ଭାବଗ୍ରାହୀ। ପୃଥୁରୁବାଚ। ହେ ଦେବ ଦେବଙ୍କର ଦେବ ମୋତେ ଦୁଃଖୁ ନିସ୍ତାରିବ। ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ ଭୋଗ ବିଳାସ ନ ମାଗିବ। ନାରକୀ ମାନଙ୍କର ଅଛି ଏହା ମୁଁ ପ୍ରତ୍ୟକ୍ଷ ଜାଣିଛି। ହେ ପ୍ରଭୁ ଏହା ମୁଁ ମାଗଇ 10 ସହସ୍ର ସ୍ୱର୍ଣ୍ଣ ଦେଇ। ପୁରାଅ ମୋର ମନୋଭାବ ଶୁଣିବି ତୁମ୍ଭର ପ୍ରସ୍ତାବ। ଯାହା ଶୁଣିଣ ଯୋଗୀ ଜନେ ନିଶ୍ଚଳେ ଥାନ୍ତି ରାତ୍ର ଦିନେ। ସେ ମକରନ୍ଦ ପାନ କରି ଏ ଭବ ସାଗରୁ ନିସ୍ତରି। ଶ୍ରୀଚରଣୁ ଯେ ମକରନ୍ଦ ଦିଅ ହେ ପରମ ଆନନ୍ଦ। ଏହା ମୁଁ ମାଗୁଛି ଶ୍ରୀହରି ଦିଅ ହେ ପ୍ରଭୁ ଦଇତାରି। ପୃଥୁର ସ୍ତୁତି ଶୁଣି କରି କହନ୍ତି ବଚନ ବିସ୍ତାରି। ଶ୍ରୀ ଭଗବାନ ଉବାଚ। ଭକ୍ତି ନିମିତ୍ତ ଅଭିଳାଷ ହୋଇଛି ତୋହର ନରେଶ।
ତୋହର ବିଶେଷ ଭକତି ରହିବ ନିଶ୍ଚୟ ଆମ୍ଭ ପ୍ରତି। ପ୍ରବଳ ଭାଗ୍ୟ ରୁଟି ଜାଣ ଏପରି ବୁଦ୍ଧି ହେଲା ଶୁଣ। ଏହି ବୁଦ୍ଧିରେ ମହାଯତି ମୋର ମାୟାରୁ ତରି ଯାନ୍ତି। ମୋର ଆଜ୍ଞାକୁ ପାଳୁଥିଲେ ତୋର ମଙ୍ଗଳ ହେବ ଭଲେ। ମୈତ୍ରେୟ ଉବାଚ ଏହି ପ୍ରକାରେ ମହାବାହୁ ଆନନ୍ଦେ ପ୍ରକାଶିଲେ ତହୁଁ। ପୃଥୁ ତାହାକୁ ପୂଜା କଲା ଦେବତା ଋଷି ଆଦି ମେଳା। ଋତୁଜ ପାର୍ଷଦ ସହିତେ ଯଜ୍ଞକୁ ଆସିଥିଲେ ଯେତେ। ଯଥାଯୋଗ୍ୟରେ ପୂଜା କଲା ସବୁ ଦେବଙ୍କୁ ସନ୍ତୋଷିଲା। ଶ୍ରୀହରି ଗମନର କାଳେ ଋତୁଜ ମନକୁ ହରିଲେ। ଯହୁଁ ଚଳିଲେ ଭଗବାନ ପୃଥୁ ଚଳିଲା ନିଜ ଧାମ। କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟା 82 ଚତୁର୍ଥ ସ୍କନ୍ଧେ ପୃଥୁରାଜ ଯଜ୍ଞକରଣେ ନାମ ଏକବିଂଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।